देखो कलाहांडी उत्सव मेन उद्देश्य काଣା ଥିଲା ଯେ କଳାହାଣ୍ଡିର ଯେତିକି ଟ୍ୟାଲେଣ୍ଟ ଅଛି ୟଙ୍ଗ ଟ୍ୟାଲେଣ୍ଟ ତାକେ ଏନକରେଜ କରାଯିବ ତାକେ ଗୋଟେ ଷ୍ଟେଜ ଦିଆଯିବା ଆଉ ସେନେ କଳାହାଣ୍ଡିଆ ମାନଙ୍କର ଇମ୍ପୋର୍ଟାନ୍ସ ରହିବା କଳାହାଣ୍ଡି ମାଟିର ଇମ୍ପୋର୍ଟାନ୍ସ ରହିବା କିନ୍ତୁ ଏବେ ବହୁତ କଷ୍ଟ ଲାଗିଲା ମତେ ଆପଣ ଦେଖନ୍ତୁ କେହି ବି ପ୍ରତିଷ୍ଠିତ ବ୍ୟକ୍ତିକେ ସେ ଜାଗାରେ ସମ୍ମାନ କରବାର କିଛି ବି ତାଙ୍କର ପ୍ରୋଭିଜନ ନାହିଁ ଆଉ ସବକନୁ ଆଗେ ମୁଇଁ କହିବାକେ ଚାହୁଁଛେ ଆମେ ତାଙ୍କ ସାଙ୍ଗେ ଆଲୋଚନା କରିଥିଲୁ ଯେ ତାଙ୍କର ଯେନ୍ ରେଜଲ୍ୟୁସନ ହେବା ଯେ ନୂଆ କମିଟି ବନବା ସେ କମିଟିରେ ସବୁ ପାର୍ଟିର ୱାର୍କର ମାନେ ରହିବେ ଆମେ ବିରୋଧ ନାହିଁ କରି ଯେହେତୁ ଆଗେ ବିଜେଡିର ସରକାର ଥିଲା ସେମାନେ ରହିଯିବେ ବୋଲିକିନା ଆମେ ଜାଣିଥିଲୁ ମୁଇଁ ନାଇଁ ଚାହିଁ ଯେ କାକି ହେନେ ହଟାଯାଉ କିନ୍ତୁ କିଛି ଲୋକମାନଙ୍କୁ ରଖାଯାଉ ସେନେ ଆମକୁ କହିଲେ ଯେ ନାଇଁ ଆମେ ହଟେଇ ନେଇ ପାରୁ ଆଉ ଦୁଇ ଚାରି ଲୋକର ନାଁ ଦିଅନ୍ତୁ ଆଉ ଏବେ ଯେବେ ଲିଷ୍ଟ ଡିକ୍ଲେୟାର ହେଲା ତାଙ୍କର ସମ୍ପୂର୍ଣ୍ଣ ଭାବେ ବିଜେପିର ସବୁ କମିଟିର ଭାଇସ୍ ଚେୟାରମ୍ୟାନ୍ ଚେୟାରମ୍ୟାନ୍ ଅଥବା ନା ତାଙ୍କର ଅଧିକାଂଶ ତାଙ୍କର ଲୋକେ ରଖାଯାଇଛି ତ ଇଟ୍ ଇଜ ଏ କ୍ଲିୟର ଇଣ୍ଡିକେସନ ଅଫ ପଲିଟିକାଲ ପ୍ରେସର ପଲିଟିକାଲ ଜିଲ୍ଲା ପ୍ରଶାସନ ସରକାରର ଦବାବରେ ରହିକିନା ସେ କମିଟି ତିଆରି କଲା ଫେଭର କରଲା ଇ ଫେଭର ଦ୍ୱାରା ଗୋଟେ ପାର୍ଟିର ଫେଭର ସାମ୍ନାକେ ଆସିଲା ଇନେ କେନ୍ କଳାହାଣ୍ଡିଆ ମାନଙ୍କର ଇନେ କିଛି ଗୁରୁତ୍ୱ ରହିଲା ବୋଲି ଆସୁ ନାହିଁ ଏଇଟା କଳାହାଣ୍ଡି ଉତ୍ସବ ଜାଗାରେ ଗୋଟେ ସାଂସ୍କୃତିକ ମହାକୁଣ୍ଡ ଜାଗାରେ ପଲିଟିକାଲ ର ଗୋଟେ ବାସ୍ନା ହଉଛି ଗୋଟେ ରାଜନୀତି ହଁ କରବା ବିଲକୁଲ ଲାଗି ଆପଣ ଦେଖନ୍ତୁ ବିଜେପି ସତ୍ତାରେ ଆସିଲା ପରେ କେନ୍ ବଡ କାମ ନେଇକରି କିଷାନ କେ ବିରୋଧ କରିଛନ୍ କିଷାନ ସାଙ୍ଗେ ଅନ୍ୟାୟ କରିଛନ୍ 0% କଟନୀର କଥା କହିଥିଲେ କଳାହାଣ୍ଡିରେ 7 କେଜି ପର୍ଯ୍ୟନ୍ତ ମିଲ୍ ମାଲିକମାନେ ଦାଦାଗିରି କରିକିନା କଟନୀ କଲେ କେନ୍ ଖଲାର ବ୍ୟବସ୍ଥା ନାଇଁ ନା କେନ୍ ଆରଏମସି ଡିଜିଟାଲାଇଜେସନ ଯେନ୍ କରବାର କଥା ନାଇଁ କରି ଯେନ୍ ସରକାର କିଷାନ ସାଙ୍ଗେ ନାଇଁ ନା ଯୁବକ ମାନଙ୍କର ସାଙ୍ଗେ ନାଇଁ ନା ମା ବହିନ ମାନଙ୍କର ସାଙ୍ଗେ ନାଇଁ ନା আর ସବୁ ଜାଗାରେ ଖାଲି এটা ଭାରତୀୟ ଜନତା ପାର୍ଟି ଭାରତୀୟ ଆଡଭର୍ଟାଇଜମେଣ୍ଟ ପାର୍ଟି ବନି ଯାଇଛି ଓଡିଶାରେ ସବୁ ଜାଗାରେ ମିଟିଂରେ ଖାଲି ଆସୁଛନ୍ ମନ୍ତ୍ରୀ ମାନେ ଉପସ୍ଥିତ ହଉଛନ୍ ଫିତା କାଟୁଛନ୍ ଯାଉଛନ୍ ତ କଳାହାଣ୍ଡି ଉତ୍ସବ କେବେ ସେ ପ୍ରକାର ଗୋଟେ ଛୋଟିଆ କାର୍ଯ୍ୟକ୍ରମ ବନେଇଲା ବୋଲି ବନେଇ ଦିଆଗଲା ଏଇଟା ଖାଲି ଗୋଟେ ଉଦ୍ଘାଟନ ସମାରୋହ ଗୋଟେ ଆଡଭର୍ଟାଇଜମେଣ୍ଟ ପବ୍ଲିସିଟି ଷ୍ଟଣ୍ଟ ବିଜେପିର ଯେ ଆମେ କଳାହାଣ୍ଡି ଉତ୍ସବ କରୁଛୁ ତାର ଆଗେ କେବେ ନାଇଁ ଜିତେ ଆଉ ସେଥିଲାଗି ଆମର ବି ମନ୍ତ୍ରୀ ମାନେ ଆସିବେ ତାଙ୍କର ଯେନ୍ ମୁଇଁ ବାରମ୍ବାର କଲଚରାଲ ଅଫିସର କେ ବି ଆମର ଅଫିସ ତରଫରୁ କୁହାଯାଇଛି ଆମେ ଇଣ୍ଡିକେସନ କରିଥିଲୁ ଯେ ପ୍ରୋଟୋକଲ ର ସମ୍ମାନ ରଖବାର କଥା ଯେ एमपी हेले एमएलए हेले काकी केन गुरुत्व देवार କଥା ସଦର ବିଧାୟକ ହିସାବରେ ମୋର ସ୍ଥାନ କିନ ରହିବାର କଥା ସେ ପର୍ଯ୍ୟନ୍ତ ସେମାନେ ପ୍ରୋଟୋକଲ नहीं मानी कार प्रेसर रहे तो राज्य सरकार प्रेसर बीजेपी प्रेसर रहे तो बीजेपी दबाव जदि जिला प्रशासन चलवा बोले पश्चिम काले ये अंचल लोक मैंने केवे भी तांकर उचित सम्मान नहीं पान और जेहेतु मोर संगे अन्याय करिछन और मोर स्वाभिमान के क्षति पहुंचाइछन मुई भी गोटे जनता प्रतिनिधि है ଆଉ କଳାହାଣ୍ଡି ଉତ୍ସବରେ ଯଦି ଜନତା ପ୍ରତିନିଧିର ସମ୍ମାନ ନାହିଁ ନା ତ କଳାହାଣ୍ଡିଆ ମାନଙ୍କର ସମ୍ମାନ ରଖିପାରିବେ କି ଜିଲ୍ଲା ପ୍ରଶାସନ ଯଦି ଡରିକି ନାହିଁ ସବୁ ଜାଗାରେ ଖାଲି ଅରେଞ୍ଜ ବେଲୁନ ଯଦି ଲଗେଇଦେବେ ଏଇନା କାଣା କଳାହାଣ୍ଡିଆ ମାନଙ୍କର ସମ୍ମାନ ରହିବ ବି ମୁଇଁ ସମସ୍ତଙ୍କ ସାଙ୍ଗେ ଆଲୋଚନା ବି କରିଥିଲି ମୁଇଁ ଆମେ କାହିଁକି ଚାହିଁଛୁ ଯେ ଆମର ଲୋକ କମିଟିରେ ରହୁ ଆମର ଲୋକ ଚେୟାରମ୍ୟାନ ଭାଇସ୍ ଚେୟାରମ୍ୟାନ ରହୁ ଯେହେତୁ ଯେନ୍ ଦିଶା ଦେଖବାର କଥା ଯେନ୍ ମାର୍ଗଦର୍ଶନ ଦରକାର ବର୍ତ୍ତମାନ ଯୁବ ସମାଜକେ ଏବଂ କଳାହାଣ୍ଡିଆ ମାନଙ୍କର ସାଙ୍ଗେ ତାଙ୍କର ଉଚିତ ମାନ ସମ୍ମାନ କେନ୍ତା ରହିବା ତାର ଲାଗି ଆମେ ଏ ନିଷ୍ପତ୍ତି ନେଇଥିଲୁ ଯେ କଳାହାଣ୍ଡି ଉତ୍ସବ କଳାହାଣ୍ଡିଆ ଭାଷାରେ ରହିବାର କଥା ତାର ସାଙ୍ଗେ ଯେତିକି ସେନେ ଟ୍ୟାଲେଣ୍ଟ ଆସିବେ କି ଗେଷ୍ଟ ଆସିବେ କି ପରଫର୍ମର ଆସିବେ ସମସ୍ତେ ପଶ୍ଚିମ ଓଡ଼ିଶାର ପରଫର୍ମର ରହିବାର କଥା এই জিনিস মানে ଆମେ ଉଠେଇ ପାରିଥିଲୁ ବର୍ତ୍ତମାନ ଏଇଟା ହାଇଜାକ୍ ହେଇଯାଇଛି ଗୋଟେ ଷ୍ଟେଟ ଗଭର୍ଣ୍ଣମେଣ୍ଟର ପ୍ରୋଗ୍ରାମ ହେଇଯାଇଛି ଇଟ୍ ଇଜ ନୋ ମୋର କଳାହାଣ୍ଡି ଉତ୍ସବ ବିଜେପି ପାର୍ଟି କହୁଛି। ବିଜେପିର ଏଇଟା ପିଓର ତାଙ୍କର ପର୍ସନାଲ ଆଡଭର୍ଟାଇଜମେଣ୍ଟ ଭାରତୀୟ ଜନତା ପାର୍ଟିର ଏଇଟା ଭାରତୀୟ ଆଡଭର୍ଟାଇଜମେଣ୍ଟ ପ୍ରୋଗ୍ରାମ